ଆସନ୍ତୁ ଆଜି ଟିକେ ସମୟର ପଛକୁ ଯିବା ପ୍ରାୟ 70 ବର୍ଷ ପୂର୍ବକୁ। ଏହା ହେଉଛି 1953 ମସିହା ମେ ମାସର ଅଖଣ୍ଡ ଜ୍ୟୋତି ପତ୍ରିକା, ଯାହାକୁ ଲେଖିଥିଲେ ଯୁଗଋଷି ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଜୀ। ଚାଲନ୍ତୁ ଦେଖିବା ଏହି ପୁରୁଣା ପୃଷ୍ଠାଗୁଡ଼ିକରେ ଆଜିର ଜୀବନ ପାଇଁ କି ଗଭୀର ଜ୍ଞାନ ଲୁଚି ରହିଅଛି। ତେବେ ଆଉ ଡେରି କାହିଁକି? ଚାଲନ୍ତୁ ଏହାର ପୃଷ୍ଠା ଓଲଟାଇ ଦେଖିବା। 1953ରେ ଏକ ସାର୍ଥକ ଜୀବନ ପାଇଁ ଯେଉଁ ରାସ୍ତା ଦେଖାଯାଇଥିଲା, ତାହା ଆଜି ବି ସେତିକି ହିଁ ଦରକାରୀ। ଆସନ୍ତୁ ଏହି ମହାନ ଦର୍ଶନକୁ ବୁଝିବା ପାଇଁ ଆମର ଯାତ୍ରା ଆରମ୍ଭ କରିବା। এই ଯେଉଁ ଯାତ୍ରା ଆମେ ଆରମ୍ଭ କରୁଛେ, ସେଥିରେ ଆମେ 5ଟା ମୁଖ୍ୟ ପର୍ଯ୍ୟାୟ ଦେଇଯିବା। ପ୍ରଥମେ ଜ୍ଞାନର ଅଖଣ୍ଡ ଶିକ୍ଷା ବିଷୟରେ ଜାଣିବା। ତାପରେ ସର୍ବତୋମୁଖୀ ଉନ୍ନତିର ପଥ କ'ଣ ତାହା ବୁଝିବା। ଏହାପରେ ଆମେ ଦେଖିବା କିପରି ଆଭ୍ୟନ୍ତରୀଣ ବାଧାଗୁଡ଼ିକୁ ଜୟ କରାଯାଏ। ସେଠାରୁ ଆମେ ଏହାର ମୂଳମନ୍ତ୍ର ମୋର କିଛି ନାହିଁର ଶକ୍ତିକୁ ଆବିଷ୍କାର କରିବା। ଆଉ ଶେଷରେ ଏହି ସବୁ ଜ୍ଞାନ ଆଧୁନିକ ଜଗତ ପାଇଁ କେତେ ଦରକାରୀ ତାହା ଦେଖିବା। ଚାଲନ୍ତୁ ଆରମ୍ଭ କରିବା ଆମର ପ୍ରଥମ ବିଷୟରୁ, ଜ୍ଞାନର ଏକ ଅଖଣ୍ଡ ଶିକ୍ଷା। ଅଖଣ୍ଡ ଜ୍ୟୋତି, ଏହି ଶବ୍ଦର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ଏକ ଅନିର୍ବାଣ ଶିକ୍ଷା, ଯାହା ନିରନ୍ତର ଆଧ୍ୟାତ୍ମିକ ଜ୍ଞାନର ପ୍ରତୀକ। ଏହା କେବଳ ଗୋଟେ ନାଁ ନୁହେଁ, ଏହା ପଛରେ ଏକ ବହୁତ ଗଭୀର ଦର୍ଶନ ରହିଛି। ଏହି ପତ୍ରିକାର ମୂଳ ଉଦ୍ଦେଶ୍ୟ ହେଉଛି ଆମକୁ ଏକ ଏମିତି ରାସ୍ତା ଦେଖାଇବା ଯେଉଁଠି ଜୀବନରେ ସନ୍ତୁଳନ, ଉଦ୍ଦେଶ୍ୟ ଏବଂ ଭିତରର ଶାନ୍ତି ଥାଏ। ଏହାକୁ ଆପଣ ଏକ ସାର୍ଥକ ଜୀବନ ପାଇଁ ଏକ ମାର୍ଗଦର୍ଶିକା ବୋଲି କହିପାରିବେ। ଏବେ ଆସନ୍ତୁ ଆମର ଦ୍ୱିତୀୟ ବିଭାଗକୁ, ସର୍ବତୋମୁଖୀ ଉନ୍ନତିର ପଥ। ଏହି ସର୍ବତୋମୁଖୀ ଉନ୍ନତିର ଅର୍ଥ ପ୍ରକୃତରେ କ'ଣ? ଚାଲନ୍ତୁ ଏହାକୁ ଟିକେ ଭଲ ଭାବରେ ବୁଝିବା। କେବେ ଭାବିଛନ୍ତି ଗୋଟେ ପ୍ରକୃତ ସଫଳ ଜୀବନ କେମିତି ହେଇଥିବ? ଏହା ଏକ ଏମିତି ପ୍ରଶ୍ନ ଯାହାର ଉତ୍ତର ଆମେ ସମସ୍ତେ ଖୋଜୁଥାଉ, ଆଉ ଏହି ପତ୍ରିକା ଏହାର ଏକ ବହୁତ ସୁନ୍ଦର ଉତ୍ତର ଦେଇଛି। ଏହି ପତ୍ରିକା ଅନୁସାରେ ସର୍ବତୋମୁଖୀ ଉନ୍ନତିର 4ଟି ମୁଖ୍ୟ ସ୍ତମ୍ଭ ଅଛି। ପ୍ରଥମେ ତ ଆମ ଶରୀର, ଶାରୀରିକ ସ୍ୱାସ୍ଥ୍ୟ ଓ ସୁସ୍ଥତା। ତାପରେ ଆସେ ମନ, ମାନସିକ ଓ ବୌଦ୍ଧିକ ଶକ୍ତି। ତା ସହିତ ଦରକାର ସଚ୍ଚୋଟତାର ସହ ଆର୍ଥିକ ସ୍ଥିରତା। ଆଉ ଶେଷରେ ଆମ ସମାଜ, ସାମାଜିକ ସଦ୍ଭାବ ଓ ଉତ୍ତମ ଆଚରଣ। ପ୍ରକୃତ ସଫଳତା ଏହି 4ଟିର ସନ୍ତୁଳନରେ ହିଁ ଥାଏ। ତେଣୁ ଏଠି ମୂଳ କଥା ହେଲା ଯେ ଲକ୍ଷ୍ୟ କେବଳ କିଛି ଜିନିଷ ହାସଲ କରିବା ନୁହେଁ, ବରଂ ଜୀବନରେ ଏକ ସନ୍ତୁଳନ ଆଣିବା। ଆଜିକାଲିର ଦୁନିଆରେ ଯେକୌଣସି ମୂଲ୍ୟରେ ସଫଳତାର ଦୌଡ଼ ଚାଲିଛି, ଏହି ଦର୍ଶନ ଠିକ୍ ତାର ଓଲଟା। ଆମେ ବାହାରର ସଫଳତା କଥା ତ ଜାଣିଲେ, କିନ୍ତୁ ଆମ ଭିତରର କଥା କ'ଣ? ଏବେ ଆସନ୍ତୁ ଆମର ତୃତୀୟ ବିଭାଗକୁ, ଆମର ଆଭ୍ୟନ୍ତରୀଣ ବାଧାଗୁଡ଼ିକୁ ଜୟ କରିବା। ଚାଲନ୍ତୁ ସେହି ଭିତରର ଶତ୍ରୁମାନଙ୍କୁ ଚିହ୍ନିବା, ଯେଉଁମାନେ ଆମକୁ ଆଗକୁ ବଢ଼ିବାକୁ ଦିଅନ୍ତି ନାହିଁ। ଅଖଣ୍ଡ ଜ୍ୟୋତିର 11 ନମ୍ବର ପୃଷ୍ଠାରେ ଗୋଟିଏ ବହୁତ ଗୁରୁତ୍ୱପୂର୍ଣ୍ଣ କଥା କୁହାଯାଇଛି, ଦ୍ୱେଷ, ଭୟ ଏବଂ ବାସନାରୁ ମୁକ୍ତିର ପଥ। ଏହି ଗୋଟିଏ ବାକ୍ୟରେ ଆମର 3ଟି ମୁଖ୍ୟ ଆଭ୍ୟନ୍ତରୀଣ ଶତ୍ରୁଙ୍କୁ ଚିହ୍ନଟ କରାଯାଇଛି, ଆଉ ସେମାନଙ୍କୁ କେମିତି ଜିତି ହେବ ତାର ରାସ୍ତା ବି ଦେଖାଯାଇଛି। ତେବେ ଏହି ଶତ୍ରୁମାନଙ୍କ ସହ ଲଢ଼ିବା କେମିତି? ଦେଖନ୍ତୁ, ଦ୍ୱେଷକୁ ଜିତିବା ପାଇଁ ଅସ୍ତ୍ର ହେଉଛି କରୁଣା। ଭୟକୁ ହରାଇବା ପାଇଁ ଦରକାର ସାହସ, ଆଉ ଅତ୍ୟଧିକ ବାସନା ବା ଲୋଭକୁ ଶାନ୍ତ କରିବା ପାଇଁ ଦରକାର ସନ୍ତୋଷ। ଏହା ହିଁ ହେଉଛି ଆତ୍ମନିୟନ୍ତ୍ରଣ ପାଇଁ ଆମ ଭିତରର ଲଢ଼େଇ। ଏବେ ଆସିବା ସେହି ମୂଳ ମନ୍ତ୍ର ପାଖକୁ, ଯାହା ଏହି ସବୁ ଆଲୋଚନାର କେନ୍ଦ୍ରବିନ୍ଦୁ। ଆମର ଚତୁର୍ଥ ବିଭାଗ, ମୋର କିଛି ନାହିଁର ଶକ୍ତି। ଏହା ଏକ ଏମିତି ଦର୍ଶନ ଯାହା ଆମ ଭିତରର ସ୍ୱାଧୀନତାକୁ ଖୋଲିଦିଏ। ଧ୍ୟାନ ଦେଇ ଶୁଣନ୍ତୁ, ମେରା କୁଛ ନାହିଁ ଅର୍ଥାତ୍ ମୋର କିଛି ନାହିଁ। କେତେ ସରଳ କିନ୍ତୁ କେତେ ଗଭୀର କଥାଟିଏ। 1953 ମସିହା ଅଖଣ୍ଡ ଜ୍ୟୋତିର 13 ନମ୍ବର ପୃଷ୍ଠାରେ ଥିବା ଏହି ଗୋଟିଏ ବାକ୍ୟରେ ବହୁତ କିଛି ଲୁଚି ରହିଛି। ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ଆମେ ଯେତେବେଳେ ଭାବୁ ଯେ ଏଇଟା ମୋର, ସେଇଠୁ ହିଁ ଦୁଃଖ ଆରମ୍ଭ ହୁଏ। ଏ ଘର, ଏ ଶରୀର, ଏ ସମ୍ମାନ, ଆମେ ଭାବୁ ଏସବୁ ଆମର, କିନ୍ତୁ ପ୍ରକୃତରେ ଏହି ମାଲିକାନାର ଭାବନା ହିଁ ଆମକୁ ବାନ୍ଧି ରଖେ ଆଉ ଯନ୍ତ୍ରଣା ଦିଏ। ହେଲେ ଏହାକୁ ନିଜ ଜୀବନରେ ଲଗାଇବା କେମିତି? 3ଟି ସରଳ ଉପାୟ ଅଛି। ପ୍ରଥମତଃ, ଏହା ସ୍ୱୀକାର କରିବାକୁ ହେବ ଯେ କିଛି ବି ସବୁଦିନ ପାଇଁ ନୁହେଁ। ଦ୍ୱିତୀୟରେ, ନିଜକୁ ମାଲିକ ବଦଳରେ ଜଣେ ରକ୍ଷକ ବା ଟ୍ରଷ୍ଟି ଭାବନ୍ତୁ। ଆଉ ତୃତୀୟରେ, କାମ କରନ୍ତୁ, କିନ୍ତୁ ଫଳ କ'ଣ ହେବ ସେଥିରେ ବାନ୍ଧି ହୋଇ ରହନ୍ତୁ ନାହିଁ। କର୍ତ୍ତବ୍ୟ କରିବାରେ ହିଁ ଆନନ୍ଦ ଖୋଜନ୍ତୁ। ଏତେ ସବୁ ପୁରୁଣା କଥା ଜାଣିଲା ପରେ ମନରେ ପ୍ରଶ୍ନ ଆସିପାରେ ଯେ ଆଜିର ଦୁନିଆରେ ଏହାର କ'ଣ ମହତ୍ତ୍ୱ ଅଛି? ତେଣୁ ଆସନ୍ତୁ ଆମର ଶେଷ ବିଭାଗକୁ, ଆଧୁନିକ ଜଗତ ପାଇଁ ଜ୍ଞାନ। ଆଜିର ଏ ଯେଉଁ ଦୌଡ଼ାଦୌଡ଼ିର ଜୀବନ, ସେଥିରେ ଏହି ପ୍ରାଚୀନ ଜ୍ଞାନ ଆମକୁ ଏକ ମଜବୁତ ଆଧାର ଦେଇପାରେ। ଏହା ଆମକୁ ଚାପର ମୁକ୍ତି ପାଇଁ ଏକ ଶକ୍ତିଶାଳୀ ରାସ୍ତା ଦେଖାଏ, ଆଉ ଏକ ଶାନ୍ତ ଦୃଷ୍ଟିକୋଣ ଦିଏ।
ତେବେ ଆଜିର ଏହି ଆଲୋଚନାରୁ ମୁଖ୍ୟତଃ ଆମେ କ'ଣ ଶିଖିଲେ? 4ଟି ମୁଖ୍ୟ କଥା। ପ୍ରଥମତଃ, ପ୍ରକୃତ ଉନ୍ନତି ପାଇଁ ଜୀବନର ସବୁ ଦିଗରେ ସନ୍ତୁଳନ ଦରକାର। ଦ୍ୱିତୀୟରେ, ଆମର ପ୍ରକୃତ ଶତ୍ରୁ ବାହାରେ ନୁହେଁ ଭିତରେ ଅଛନ୍ତି, ଦ୍ୱେଷ, ଭୟ ଆଉ ବାସନା। ତୃତୀୟରେ, ମୁକ୍ତିର ଚାବି ହେଉଛି ମୋର କିଛି ନାହିଁ ଏହି ଭାବନା। ଆଉ ଶେଷରେ, ଯେତେବେଳେ ଆମେ ନିଜକୁ ଜଣେ ରକ୍ଷକ ଭାବି କାମ କରୁ, ଆମକୁ ପ୍ରକୃତ ଶାନ୍ତି ଆଉ ଉଦ୍ଦେଶ୍ୟ ମିଳେ। ଶେଷରେ ଗୋଟିଏ ପ୍ରଶ୍ନ। ଆଜିର ଦୁନିଆ ଆମକୁ ସବୁବେଳେ କହୁଛି ଆହୁରି ପାଅ, ଆହୁରି ମାଲିକ ହୁଅ। କିନ୍ତୁ ଯଦି ଟିକିଏ ଅଟକି ଯାଇ ଭାବିବା ଯେ ମୋର ପ୍ରକୃତରେ କିଛି ନାହିଁ, ତେବେ ଆମେ କ'ଣ ନୂଆ ଆବିଷ୍କାର କରିପାରିବା? ଏହା ଟିକେ ଭାବି ଦେଖିବେ।